ସଂଘର୍ଷମୟ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଚିନ୍ତାଗ୍ରସ୍ତ। ଏଇ ଦେଖୁନାହାନ୍ତି, ବର୍ତ୍ତମାନ ଆପଣଙ୍କ ସାମ୍ନାକୁ ଆସିବେ ଠିକ ସେମିତିଆ କିଛି ଚରିତ୍ର। ମରିବାକୁ ଆସିଗଲ? ନିଜେ ନ ମଲେ ସେମାନେ ମତେ ମାରିଦେବେ। କୋଉମାନେ? ଯାହାଠୁ ଟଙ୍କା କରଜ କରି ଅନଲାଇନ ଗେମ୍ ଖେଳୁଥିଲେ। ମୁଁ ତତେ କହିଥିଲି ବେ, ମୋ ଠାରୁ ଟଙ୍କା ନେ, ଅନଲାଇନରେ ଗେମ୍ ଖେଳ। ଚାଷ କରିବାକୁ ଋଣ ଆଣିଥିଲି, ଫସଲ ସବୁ ଉଜୁଡ଼ିଗଲା। ସୁଧ ମୂଳ ମିଶି 3 ଲକ୍ଷ ଟଙ୍କା। ଏବେ ସାହୁକାର କହୁଛି ଟଙ୍କା ଦବୁ ତ ଭଲ, ନହେଲେ ଜମିଟା ମୋ ନାଁରେ ଲେଖିଦେ। ରାତି ପାଇଲେ ମୋର ସବୁ ଭିଡିଓ ଭାଇରାଲ ହେଇଯିବ। କଥା ମାନିବ, ଟଙ୍କା ଦବ, ତା ନହେଲେ ଭାଇରାଲ। ପ୍ଲିଜ ପ୍ରମୋଦ, ନାଇଁ ପ୍ରମୋଦ, ପ୍ରମୋଦ ପ୍ଲିଜ। କାହିଁକି ମରିବ? ପରୀକ୍ଷାରେ କମ୍ ମାର୍କ ଅଛି। କମ୍ ମାନେ କେତେ? 64%। ଏଇଟା କମ୍? ତ କ୍ଲାସରେ ସମସ୍ତେ 95% ଉପରେ ମାର୍କ ରଖୁଛନ୍ତି। ତୋ ବାପାଙ୍କର ସବୁତକ ଇନକମ୍ ତୋ ପାଠ ପଢାରେ ଖର୍ଚ୍ଚ ହେଲା। ଗାଲିଲିଓ ବହି ବନ୍ଧାଣୀରୁ ବୈଜ୍ଞାନିକ କୋଉ କଲେଜରୁ 98% ରଖିକି ପାସ୍ କରିଥିଲେ? ଏମିତି ହଜାର ହଜାର ମଣିଷଙ୍କ ନାଁ କହିବି ଯୋଉମାନେ ବିନା ପାଠରେ ବି ବିଶ୍ୱ ପ୍ରସିଦ୍ଧ। ତମ ସାଙ୍ଗସାଥି ମାନଙ୍କୁ କହିବ, ଇଏ ଅନଲାଇନ ଜୁଆ ଖେଳିବେନି, ଏମିତି ଟଙ୍କା କରଜ କରିବେନି କି ଏପରି ସୁନ୍ଦର ଜୀବନକୁ ହାରିବେ। କହିବି କହିବି, ନିଶ୍ଚୟ କହିବି, ବୁଲି ବୁଲି ପ୍ରଚାର କରି କହିବି। କୃଷକ ଆମ ଦେଶର ଗର୍ବ। ସାହୁକାର କବଳରୁ ତମମାନଙ୍କୁ ବଞ୍ଚେଇବାକୁ ସରକାର ପରା ଏତେ ସବୁ ବ୍ୟବସ୍ଥା କଲେଣି। ତମ ପାଇଁ ସରକାର ଅଛନ୍ତି। ସରକାର କୃଷି ଆଉ କୃଷକର ସାଥୀ। ଏ କଥା ବି ମୁଁ ସବୁଆଡେ ବୁଲି ବୁଲି କହିବି। ମୁଁ ମରିବିନି, ମୁଁ ନିଜକୁ ସୁଧାରିବି, ଅନ୍ୟମାନଙ୍କ ପାଇଁ ଉଦାହରଣ ହେବି। ଦୁନିଆ ଛାଡ଼ିଲେ ନିନ୍ଦା, ଖାଲି ନିନ୍ଦା, ପ୍ରଶଂସା ନାହିଁ। ଆତ୍ମହତ୍ୟା କର ନାହିଁ, କର ନାହିଁ, କର ନାହିଁ। ମୋ ଜୀବନରେ ଅନେକ ଫେଲିୟର ଆସିଛି, ମୁଁ ମଧ୍ୟ ସାମ୍ନା କରିଛି, ଆଗକୁ ବଢିଛି। କିନ୍ତୁ ମଞ୍ଚକୁ ଏମିତି କିଛି ବ୍ୟକ୍ତିଙ୍କୁ ମୁଁ ଡାକିବି ଯିଏ ଦିନେ 10th ଫେଲ ହେଇଯାଇଥିଲେ, କିନ୍ତୁ ଆଜି ସେ କ'ଣ ଜାଣିଛ? ସେ ହେଉଛନ୍ତି SCB ମେଡିକାଲ କଲେଜର ଆଡିସନାଲ ସୁପରିଟେଣ୍ଡେଣ୍ଟ। এই টাইপর ଆମ ଗାଁରେ ଫିଲିଂଟା ମାଟି ପେଲା ତୋ ଜୀବନ ସେଠି ସରିଗଲା। ତାପରେ ବୋଉ କାନ୍ଦିଲା, ମତେ ସାନ ଭାଇ ବି ଦେଖିଲି, ତାପରେ ଭାବିଲି ମୁଁ କ'ଣ ଆଉ କିଛି ନାହିଁ, ଯାଉ ସୁଇସାଇଡ୍ କରି। ତାପରେ ବୋଉକୁ ଦେଖିଲି ବୋଲି ସୁଇସାଇଡ୍ କଲେ କ'ଣ ହବ, ମରିଗଲା, ଆଉ ତ କିଛି ନାହିଁ। ସେକେଣ୍ଡ ଅପସନ୍ ପାଠ ପଢ଼ି, ଘରେ ରହିକି ପାଠ ପଢ଼ି। ମୁଁ ବି ସୁଇସାଇଡ୍ କରିବାକୁ ଆଟେମ୍ପ୍ଟ କରିଥିଲି। ସୋ ମୁଁ ବି ସେ ଇମୋସନାଲ ସଫରିଂରେ ଯାଉଥିଲି। ଏଣ୍ଡ ଟାଇମ୍ ହିଲ୍ଡ ଏଭ୍ରିଥିଙ୍ଗ। ଗୋଟେ ଜିନିଷ ମନେ ହେଇଥାଉ, ସତେ ଜୀବନ ଜିନ୍ଦାବାଦ। ସବୁ ଦେଖିବା କ'ଣ ହଉଛି, ଦେଖେंगे कल किसने देखा है। ଯଦି ଆଜି ଚା ବିକାଳି ପ୍ରଧାନମନ୍ତ୍ରୀ, ଶିଶୁ ମନ୍ଦିର ଆଚାର୍ଯ୍ୟ ଆଜି ମୁଖ୍ୟମନ୍ତ୍ରୀ, ଆମେ ମାନେ କାହିଁ ପଢ଼ ନବା, କିଛି ନବା। ଆତ୍ମହତ୍ୟା କର ନାହିଁ, କର ନାହିଁ, କର ନାହିଁ। ଆତ୍ମହତ୍ୟା କର ନାହିଁ, କର ନାହିଁ। ପ୍ରକୃତରେ ମୋ ଜୀବନରେ ବି ଆସିଥିଲା ଗୋଟେ ମୁହୂର୍ତ୍ତ। ସେଦିନର ମୋର ଭୁଲ ନିଷ୍ପତ୍ତି ଯଦି ମୁଁ ନେଇଥାନ୍ତି, ଆଜି ହୁଏତ ମୁଁ ମୁଖ୍ୟମନ୍ତ୍ରୀ ବନିପାରିନଥାନ୍ତି। ଏ ମଣିଷ ଜୀବନ ନୁହେଁ ହାରିବା ପାଇଁ। ଆମ ଯୁବପିଢ଼ି ହେଉଛନ୍ତି ଆମ ରାଜ୍ୟର ଭବିଷ୍ୟତ। ଏ ଦୁଇଟି ଛୋଟ ନାଟକ ଆଜି ଆମକୁ କେତେ ପ୍ରେରଣା, କେତେ ଉତ୍ସାହିତ କରିଛନ୍ତି ଏବଂ କେତେ ଲୋକଙ୍କର, କେତେ ଛାତ୍ରଛାତ୍ରୀଙ୍କର ଜୀବନ ইয়ারি মাধ্যমে রক্ষা পাইଯିବ। কেতে মূল্যবান এ জীবন হারুছ কাই। ଏହା ପ୍ରତି ଜିଲ୍ଲାରେ କାର୍ଯ୍ୟକ୍ରମ କରାଯାଉ। ଏ ଜୀବନ ଜିନ୍ଦାବାଦରେ ଆମର ସମସ୍ତ ଛାତ୍ରଛାତ୍ରୀମାନେ, ସମସ୍ତ ଯୁବକମାନେ, ସମସ୍ତ ବିଭିନ୍ନ ବର୍ଗର ଲୋକମାନେ ସମସ୍ତେ ଜୀବନର ଯେଉଁ ଗୋଟିଏ ଖରାପ ମୁହୂର୍ତ୍ତ ଆସୁଛି ତାକୁ ସେମାନେ ଲଢ଼େଇ କରିବା ଶିଖିବେ ଏବଂ ନିଶ୍ଚିତ ଭାବରେ ସେମାନେ ଜିତିବେ। ये कार्यक्रम 30 जिले सब जगह ये कार्यक्रम होगा दरकार अच्छे मुझे घोषणा कर। अजय, पैरों में गैप क्यों? ये गैप नहीं,